नंबर 1 होली ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରଙ୍ଗର ପର୍ବ ହୋଲି ଆଜି ସାରା ଦେଶରେ ପାଳିତ ହେଉଛି। ରଙ୍ଗ ଲୋକେ ଖେଳିଲେ ଗୀତଠୁ ନେଇ ଅବିର ବୋଲାବୋଲି ପଣା ପିଇ ସମସ୍ତେ ହୋଲି ସେଲିବ୍ରେଟ୍ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ନେତା ଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡ଼ିଆ ଏକ୍ସରେ ହୋଲିର ଶୁଭେଚ୍ଛା ଶୁଭକାମନା ଜଣାଇ କହିଛନ୍ତି। ନମ୍ବର 2 ମାର୍ଚ୍ଚରେ ଦେଶବ୍ୟାପୀ 2 ଦିନ ବ୍ୟାଙ୍କ ବନ୍ଦ, ଆଗକୁ ସାରି ଦିଅନ୍ତୁ ସବୁ କାମ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ଗୁରୁବାର ଘୋଷଣା କରିଛି ଯେ ଏହାର 2 ଦିନିଆ ଦେଶବ୍ୟାପୀ ଧର୍ମଘଟ ପାଇଁ ମାର୍ଚ୍ଚ 24 ଏବଂ 25 ତାରିଖରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ହେବ। ଇଣ୍ଡିଆନ୍ ବ୍ୟାଙ୍କର୍ସ ଆସୋସିଏସନ୍ IBA ସହିତ ହେଉଥିବା ଆଲୋଚନାରେ କୌଣସି ସକାରାତ୍ମକ ଫଳାଫଳ ନ ମିଳିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ନମ୍ବର 3 ସମ୍ବଲପୁର ଆସିବେ ଶାହା, 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। 22 ତାରିଖରେ ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କ କରିବେ ଦର୍ଶନ। ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି। ନମ୍ବର 4 30ରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ, କଳାହାଣ୍ଡିରେ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। 30 ତାରିଖରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତା 30ରେ କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହେବ ଅନ୍ତୋଦୟ ଗୃହ ଯୋଜନା। ମୁଖ୍ୟମନ୍ତ୍ରୀଙ୍କର କରକମଳରେ ହେବ ଶୁଭାରମ୍ଭ। ସେହିଦିନ 50,000 ଲୋକଙ୍କୁ ଯୋଜନାର ସହ ଯୋଡ଼ିବେ ସରକାର। ଗରିବ ଲୋକଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ। ଭିନ୍ନକ୍ଷମ, ବିଧବା, ଦୁରାରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଏବଂ ଶହୀଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ। ନମ୍ବର 5 ପୁରୀରେ ମହାପ୍ରସାଦ ସେବନ ପାଇଁ ହେବ ଅନ୍ନକ୍ଷେତ୍ର। ଖୁବ୍ ଶୀଘ୍ର ମହାପ୍ରସାଦ ସେବନ ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଅନ୍ନକ୍ଷେତ୍ର ଓ ଅଭ୍ୟର୍ଥନା କେନ୍ଦ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶ୍ରୀମନ୍ଦିର ନିକଟରେ ହେବ ଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର। ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନିର୍ମିତ ହେବ ବିଭିନ୍ନ ନୂଆ ପ୍ରକଳ୍ପକୁ କିଭଳି ପୂର୍ଣ୍ଣାଙ୍ଗ ରୂପ ଦିଆଯାଇପାରିବ ସେ ନେଇ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ବିଦ୍ୱାନ ବ୍ୟକ୍ତିଙ୍କୁ ନେଇ ଗଠିତ ଶ୍ରୀଜଗନ୍ନାଥ ସାଂସ୍କୃତିକ କମିଟି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନମ୍ବର 6 ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଘଟିଛି ବଡ଼ ପରିବର୍ତ୍ତନ। ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ, କିଛି ସ୍ଥାନରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି କରିଛନ୍ତି ଏବଂ ଅନ୍ୟ କିଛି ସ୍ଥାନରେ ତୈଳ ମୂଲ୍ୟ ହ୍ରାସ କରାଯାଇଛି। କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ଦେଶର 4ଟି ମହାନଗରରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ହେଲେ ଅଧିକାଂଶ ସହରରେ ତୈଳ ଦର ହ୍ରାସ ପାଇଛି। ଓଡ଼ିଶାରେ ଆଜି ତୈଳ ମୂଲ୍ୟ 101 ଟଙ୍କା 99 ପ୍ରତି ଲିଟର ରହିଛି। ଗତକାଲିଠୁ ନେଇ ଆଜି ପର୍ଯ୍ୟନ୍ତ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯଦି ରାଜ୍ୟର ସହରମାନଙ୍କ ତୈଳ ଦର କଥା କହିବା ତେବେ ଭୁବନେଶ୍ୱରରେ ପେଟ୍ରୋଲ ଦର 100.94 ଟଙ୍କା ରହିଛି। ଭୋପାଳରେ 106 ଟଙ୍କା 52 ଟଙ୍କା ରହିଛି। ନମ୍ବର 7 ଘରେ ପଶିପାରେ ହୀରାକୁଦ ପାଣି, ତେଣୁ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସୁରକ୍ଷିତ ରଖିବା ପାଇଁ ସୂଚନା ଜାରି କରିଛି ହୀରାକୁଦ କର୍ତ୍ତୃପକ୍ଷ। କାରଣ କୌଣସି ପରିସ୍ଥିତିରେ ବନ୍ୟା ଉପୁଜିପାରେ ଏବଂ ମହାନଦୀ ପାଣିରେ ତୀବ୍ର ଗତିରେ ଆସୁଛି। ଏଣୁକରି ଯେକୌଣସି ସମୟରେ ପାଣି ଘର ଭିତରକୁ ପଶିବାର ସମ୍ଭାବନା ରହିଛି। ନମ୍ବର 8 ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ରେଡ଼ିଓ ଷ୍ଟେସନ। ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ନୂଆ କମ୍ୟୁନିଟି ରେଡ଼ିଓ ଷ୍ଟେସନ। ରେଡ଼ିଓ ଭୁବନେଶ୍ୱର 99.2 FM ଦ ଟେମ୍ପଲ ସିଟି ରେଡ଼ିଓ FM ବ୍ୟାଣ୍ଡର 98.2 ମେଗାହର୍ଜରେ ଏହି ଷ୍ଟେସନଟି ଶୁଣାଯାଇପାରିବ ବୋଲି ଏହାର ପ୍ରତିଷ୍ଠାତା ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି। ରେଡ଼ିଓର ଲୋକପ୍ରିୟତା ବୃଦ୍ଧି ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଆଉଟରିଚ୍ ପକ୍ଷରୁ ଏହି ଷ୍ଟେସନ ଆରମ୍ଭ କରାଯିବ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଆଉଟରିଚ୍ ମଧ୍ୟରେ ଏହି ରେଡ଼ିଓ ଷ୍ଟେସନ ଆରମ୍ଭ ହେବ ବୋଲି ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି। ନମ୍ବର 9 ଏଣିକି +2 ପରେ କରିହେବ B.Ed। ଏଣିକି +2 ପରେ ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ ମାଧ୍ୟମରେ 4 ବର୍ଷର ପାଠ୍ୟକ୍ରମରେ ନିଜର B.Ed ଶିକ୍ଷାକୁ ସମ୍ପୂର୍ଣ୍ଣ କରିପାରିବେ। ବିଗତ ଦିନରେ ଛାତ୍ରଛାତ୍ରୀ +2 ପରେ 3 ବର୍ଷ ସ୍ନାତକ ଏବଂ ଏହାପରେ 2 ବର୍ଷର B.Ed ପାଠ୍ୟକ୍ରମ ଅର୍ଥାତ୍ 5 ବର୍ଷ ପରେ B.Ed ସାର୍ଟିଫିକେଟ୍ ପାଇପାରୁଥିଲେ। ITEP ଲାଗୁ ହେବା ପରେ ଛାତ୍ରଛାତ୍ରୀ ସିଧାସଳଖ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ନିଜର ସ୍ନାତକ ଓ B.Ed ପାଠ୍ୟକ୍ରମକୁ 4 ବର୍ଷ ମଧ୍ୟରେ ଶେଷ କରିପାରିବେ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ନମ୍ବର 10
ତାତିରୁ ନାହିଁ ନିସ୍ତାର 40 ଡିଗ୍ରୀ ଟପିଲା 8 ସହରର ତାପମାତ୍ରା। ସାରା ରାଜ୍ୟରେ ପ୍ରଚଣ୍ଡ ଖରା 17 ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର 40 ଡିଗ୍ରୀ ଟପିଲା 8 ସହରର ତାପମାତ୍ରା। ଝାରସୁଗୁଡ଼ାରେ ସର୍ବାଧିକ 41 ଡିଗ୍ରୀ ରେକର୍ଡ ହୋଇଛି। ଆଜି 10 ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି। ଦିନ 11ଟାରୁ 3ଟା ବାହାରକୁ ନ ଯିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ଆର୍ସି। ସେପଟେ ବଢ଼ୁଛି ଖରା, ଅସମ୍ଭାଳ ହେଉଛି ତାତି। ବାରିପଦା ସହରରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି, ଯାହା ଫଳରେ ଏବେ ଧୀରେ ଧୀରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହରୁ 38ରୁ 39 ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ଯାହାକୁ ନେଇ ଏବେ ଚିନ୍ତା ଭୟରେ ସହରବାସୀ। ନମ୍ବର 11, ସକାଳୁ ସକାଳୁ ଟ୍ରେନ୍ ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ବେଳେ ଟ୍ରାକ୍କୁ ମାଡ଼ି ଆସିଲା ଟ୍ରକ୍। ମହାରାଷ୍ଟ୍ରର ଜଲଗାଁରେ ଆଜି ସକାଳେ ଟ୍ରେନ୍ ଦୁର୍ଘଟଣା ହୋଇଛି। ଯଦି କହିବା ତାହେଲେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି, ତେବେ କୌଣସି ଯାତ୍ରୀଙ୍କର କ୍ଷତି ହୋଇନଥିବା ଜଣାପଡ଼ିଛି। ଖବର ଅନୁସାରେ ଭୋର ପ୍ରାୟ 4ଟା ସମୟରେ ଶସ୍ୟ ବୋଝେଇ ଏକ ଟ୍ରକ୍ ରେଳ କ୍ରସିଂ ଭାଙ୍ଗି ରେଳ ଟ୍ରାକ୍ରେ ଫସି ଯାଇଥିଲା। ଏହି ସମୟରେ ମୁମ୍ବାଇ ଅମରାବତୀ ଏକ୍ସପ୍ରେସ୍ ସମାନ ଟ୍ରାକ୍ରେ ଦ୍ରୁତ ଗତିରେ ଆସୁଥିବା ଏବଂ ଟ୍ରକ୍ ସହିତ ଧକ୍କା ହୋଇଥିଲା। ନମ୍ବର 12, ଓରମାସରେ ବାହାରିଲା ବମ୍ଫର ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ। ଗଞ୍ଜାମସ୍ଥିତ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ମାର୍କେଟିଂ ସୋସାଇଟି ଓରମାସ ପକ୍ଷରୁ 5ଟି କୃଷକ ଉତ୍ପାଦନ ସଂଗଠନ ଏଫ୍ପିଓଏସ୍ରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆକାଉଣ୍ଟାଣ୍ଟ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି 2025 ଘୋଷଣା କରାଯାଇଛି। ଯୋଗ୍ୟତା, ଆବଶ୍ୟକତା, ଚୟନ ପ୍ରକ୍ରିୟା, ଦରମା ବିବରଣୀ ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ପ୍ରାର୍ଥୀମାନେ ଏଠାରେ ବିସ୍ତୃତ ସୂଚନା ପାଇପାରିବେ। ନମ୍ବର 13, ସୁନା ବଜାରରେ ନିଆଁ 90,000 ଆଡ଼କୁ ମୁହାଁଇଲାଣି। ସୁନା ବଜାରରେ ନିଆଁ ଦିନକୁ ଦିନ ନୂଆ ରେକର୍ଡ ଛୁଇଁ ଚାଲିଛି। ଏବେ 90,000 ଆଡ଼କୁ ମୁହାଁଇଲାଣି। ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟର ସୁନାର ମୂଲ୍ୟ 10 ଗ୍ରାମ ପିଛା 89,780 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ସୁନାର ମୂଲ୍ୟ 82,300 ଟଙ୍କାକୁ ପହଞ୍ଚିଛି। ସେହିପରି ଭାରତୀୟ ବଜାରରେ 24 କ୍ୟାରେଟର ସୁନାର ମୂଲ୍ୟ 10 ଗ୍ରାମ ପିଛା 98,780 ଟଙ୍କା ହୋଇଛି। ଏହାସହ 22 କ୍ୟାରେଟ ସୁନାର ମୂଲ୍ୟ 82,300 ଟଙ୍କା ଛୁଇଁଛି। ମୁମ୍ବାଇରେ 22 କ୍ୟାରେଟ ଓ 24 କ୍ୟାରେଟର ମୂଲ୍ୟ 82,300 ଟଙ୍କା ଓ 98,780 ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ 82,450 ଟଙ୍କା ଓ 98,930 ଟଙ୍କା ରହିଛି। ନମ୍ବର 14, ଆଇପିଏଲ୍ 2025 କେଉଁ ଦଳରେ କିଏ ଅଧିନାୟକ? ଇଣ୍ଡିଆନ୍ ପ୍ରିମିୟର ଲିଗ୍ର 18ତମ ସିଜନ୍ର ବିଗୁଲ ବାଜିସାରିଛି। ଆଗାମୀ ସିଜନ୍ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ସିଜନ୍ ଅର୍ଥାତ୍ ଆଇପିଏଲ୍ 2025ରେ ମୋଟ 5ଟି ଦଳ ନୂତନ ଅଧିନାୟକତ୍ୱ ସହିତ ପ୍ରବେଶ କରିବେ। ଆଇପିଏଲ୍ 2025ରେ ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ୍, ପଞ୍ଜାବ କିଙ୍ଗସ୍, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ୍ ରାଇଡର୍ସ ନୂତନ ଅଧିନାୟକ ସହିତ ପ୍ରବେଶ କରିବେ। ନମ୍ବର 15, ବଦଳିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପିଏସ୍, ବଢ଼ିଲା ଚର୍ଚ୍ଚା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ବ୍ୟକ୍ତିଗତ ସଚିବ ପିଏସ୍ ବଦଳିଛନ୍ତି। ପ୍ରଭାତୀଙ୍କ ନୂଆ ପିଏସ୍ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର କାହ୍ନୁଚରଣ ଧୀରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଉପମୁଖ୍ୟମନ୍ତ୍ରୀ ପିଏସ୍ ବଦଳାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏତେ କମ୍ ଦିନ ମଧ୍ୟରେ କାହିଁକି ପ୍ରଭାତୀ ବଦଳାଇଲେ ତାହା ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ନୂଆ ପିଏସ୍ ଭାବେ ନିଯୁକ୍ତ ହୋଇଛନ୍ତି କାହ୍ନୁଚରଣ ଧୀର, ଯିଏକି ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ଥିଲେ। ପ୍ରଭାତୀ ପରିଡ଼ାଙ୍କର ପୂର୍ବର ପିଏସ୍ ଥିବା ବିଶ୍ୱରଞ୍ଜନ ରଥଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ନମ୍ବର 16, 2025 ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁକୁ ବିଜୁଳି, ଶକ୍ତିମନ୍ତ୍ରୀ କେଭି ସିଂହଦେଓ। 2025 ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁକୁ ବିଜୁଳି ସଂଯୋଗ କରାଯିବ। ଆଜି ବିଧାନସଭା ପ୍ରଶ୍ନକାଳରେ ବିଜୁଳି ସଂଯୋଗ ସମ୍ପର୍କରେ ଆଲୋଚନା ହେବା ବେଳେ ଏହା କହିଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂହଦେଓ। ସମସ୍ତ ଗାଁକୁ କେବେ ବିଜୁଳି ସଂଯୋଗ ହେବ? ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ନମ୍ବର 17, ବିବାହ କରି ଫସିଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ବାହା ହେବା ପରେ ସମସ୍ତେ ଖୁସି ହେବା କଥା, ହେଲେ ପ୍ରଦୀପଙ୍କ ପାଇଁ ଏହି ବିବାହ ଟେନସନ୍ ବଢ଼ାଇ ଦେଇଛି। ତାହାର କାରଣ ହେଲା ଯେ ସେ ଜଣେ ଅଣ ଆଦିବାସୀ ଝିଅକୁ ବାହା ହୋଇଥିବା ତାଙ୍କୁ ତାଙ୍କ ସମାଜ ବାସନ୍ଦ କରିଛି। ଭର୍ତ୍ତା ସମାଜର ମୁଖିଆମାନେ ଆଜି ବୈଠକ କରି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ପ୍ରଦୀପଙ୍କ ପୂରା ପରିବାରଙ୍କୁ ଏହି ବାସନ୍ଦ କରାଯାଇଛି। ଫଳରେ ତାଙ୍କ ପରିବାର କୌଣସି ଭଳମନ୍ଦ କାର୍ଯ୍ୟରେ ତାଙ୍କ ଭତ୍ରା ସମାଜ ସାହାଯ୍ୟ କରିବ ନାହିଁ। ନମ୍ବର 18, ହଠାତ୍ ବଡ଼ ନିଷ୍ପତ୍ତି ନେଇ ଚମକି ଦେଲେ ଚହଲ। ଭାରତର କିମ୍ବଦନ୍ତୀ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁଜଭେନ୍ଦ୍ର
ଚହଲ ଏବେ ଅନ୍ୟ ଦେଶକୁ ଯାଇ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଚହଲ 2025 କାଉଣ୍ଟି ଚାମ୍ପିଅନସିପ୍ରେ ପୁଣି ଥରେ ନର୍ଥାମ୍ପଟନଶାୟାର ପାଇଁ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ୟୁଜଭେନ୍ଦ୍ର ଚହଲ IPL 2025 ସିଜନ ପରେ ଜୁନରେ ନର୍ଥାମ୍ପଟନଶାୟାର ଦଳରେ ଯୋଗ ଦେବେ। ନମ୍ବର 19 ନାଗପୁର ମଡେଲ ଭଳି ଭୁବନେଶ୍ୱର ନିର୍ମାଣ ହେବ ଏଲିଭେଟେଡ୍ କରିଡର। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏଲିଭେଟେଡ୍ କରିଡର ନିର୍ମାଣ ହେବ। ଏଥିପାଇଁ ପ୍ରାୟ 27 କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ୱର ସହରରେ ଦିନକୁ ଦିନ ବଢ଼ୁଥିବା ଟ୍ରାଫିକ୍ ଭିଡ଼ କମାଇବା ଲକ୍ଷ୍ୟରେ ଏଲିଭେଟେଡ୍ କରିଡର କରାଯାଉଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ନମ୍ବର 20 ମଧ୍ୟାହ୍ନ ଭୋଜନରେ ପିଲାଙ୍କ ପେଟକୁ ସରକାର ଲାତ ମାରୁଥିବା ଅଭିଯୋଗ। ବଜାର ଦର ହୁଁ ହୁଁ ହୋଇ ବଢ଼ୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଏଭଳି ସ୍ଥିତିରେ ଅତି ସ୍ୱଳ୍ପ ଅର୍ଥରେ ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କିଭଳି ଦିଆଯିବ ତାହାକୁ ନେଇ ପ୍ରଶ୍ନ ଉଠାଇଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ। ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ସପ୍ତାହରେ ଗୋଟିଏ ଅଧିକ ଅଣ୍ଡା ଓ 3ଟି ଲଡୁ ଦେବା ନିଷ୍ପତ୍ତିକୁ ନେଇ ଏଭଳି ପ୍ରଶ୍ନ ଉଠାଇଛନ୍ତି ପ୍ରାଥମିକ ଶିକ୍ଷକ ସଂଘ। ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଣ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସରକାର ବିଭିନ୍ନ ବାଟରେ ବାଟବଣା କରୁଥିବା ଅଭିଯୋଗ ହେବା ସହ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ନମ୍ବର 21 ଦିନ 12ଟାରୁ 1ଟା ସୁଦ୍ଧା ହୋଲି ଖେଳ ସାରିବାକୁ DCPଙ୍କ ପରାମର୍ଶ। ହୋଲି ପାଇଁ କଟକ ସହରରେ ମୁତୟନ ହେବେ 22 ପ୍ଲାଟୁନ ପୋଲିସ। ସୂଚନା ଦେଲେ କଟକ DCP ଋଷିକେଶ ଖିଲାରୀ। ମଦ ପିଇ ହୋଲି ଖେଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦିନ 12ଟାରୁ 1ଟା ସୁଦ୍ଧା ହୋଲି ଖେଳ ସାରିବାକୁ DCPଙ୍କ ପରାମର୍ଶ। ହୋଲିରେ ମଦ ଦୋକାନ ବନ୍ଦ ରହିବ। ବେଆଇନ ବିକିଲେ କାର୍ଯ୍ୟାନୁଷ୍ଠାନ। ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଲେ। ନମ୍ବର 22 ଶାରୀରିକ ଦଣ୍ଡ ପାଇଁ 1 ଲକ୍ଷ ଟଙ୍କା ଜରିମାନା ଦେବେ ଶିକ୍ଷକ। ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ। ଓଡ଼ିଶା ହାଇକୋର୍ଟ ଜଣେ ସ୍କୁଲ ଶିକ୍ଷକଙ୍କୁ ଶାରୀରିକ ଦଣ୍ଡ ପାଇଁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତ ପୁନର୍ବାର କହିଛନ୍ତି ଯେ ଶୃଙ୍ଖଳାଗତ ଭାବରେ ଛାତ୍ରଙ୍କୁ ଶାରୀରିକ ଦଣ୍ଡ କିଶୋର ନ୍ୟାୟ ଯତ୍ନ ଏବଂ ସୁରକ୍ଷା ଆଇନ 2015ର ଧାରା 82 ଅନୁଯାୟୀ ଅପରାଧ ହୋଇପାରେ ନାହିଁ। ତଥାପି ବିଚାରପତି ଶିବଶଙ୍କର ମିଶ୍ରଙ୍କ ଏକ ଖଣ୍ଡପୀଠ ସେମାନଙ୍କ ପିଲାର ଜୀବନହାନି ପାଇଁ ପିତାମାତାଙ୍କ ଦୁଃଖକୁ ସ୍ୱୀକାର କରିଛନ୍ତି ଏବଂ ଶିକ୍ଷକଙ୍କୁ ମୃତକଙ୍କ ପରିବାରକୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 23 ଶ୍ରୀକ୍ଷେତ୍ରକୁ ଗଡ଼ିପାରେ ମେଟ୍ରୋ। ମେଟ୍ରୋ ପ୍ରକଳ୍ପ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ସୂଚନା। ପୁରୀ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ଅନୁଧ୍ୟାନ ଚାଲିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ 6,255 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ପ୍ରକଳ୍ପ 2027 ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତେସୁଲିଆ ଛକ ପର୍ଯ୍ୟନ୍ତ ପ୍ରାୟ 26 କିଲୋମିଟରରେ ମେଟ୍ରୋ ରେଳ ଚଳାଚଳ କରିବ। ଏହା ମଧ୍ୟରେ 20ଟି ମେଟ୍ରୋ ରେଳ ଷ୍ଟେସନ ରହିବ ବୋଲି କହିଲେ ମନ୍ତ୍ରୀ।